ନାବାର୍ଡର ଆର୍ଥିକ ସହଯୋଗ ଓ ସାର୍କ ପକ୍ଷରୁ ସମନ୍ୱିତ ୱାଡି ପ୍ରକଳ୍ପ କୁଚିଣ୍ଡା ଦ୍ୱାରା ଆଜି କୁଚିଣ୍ଡା ବ୍ଲକର ତିଲି ତିଲେଇମାଳ ପଞ୍ଚାୟତର ଅର୍ଜୁନଡିହି ଓ ଫଟାଟାଙ୍ଗର ଓ ବକ୍ସମା ପଞ୍ଚାୟତର ଠାକୁର ନିକ୍ତିମାଲ ଠାରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ତାଲିମ ଓ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ 3ଟି ଶିବିରରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟର ଗୁରୁତ୍ୱ ଉପରେ ଜନସଚେତନତା ସୃଷ୍ଟି କରାଯିବା ସହିତ 150ରୁ ଊର୍ଦ୍ଧ୍ୱ ବିଭିନ୍ନ ପୀଡ଼ିତ ରୋଗୀମାନଙ୍କୁ ପରୀକ୍ଷା କରାଯାଇ ନିଃଶୁଳ୍କ ଔଷଧ ପ୍ରଦାନ କରାଯାଇଥିଲା। ପ୍ରାରମ୍ଭରେ ବରିଷ୍ଠ ଚିକିତ୍ସକ ଡାକ୍ତର ରାଜାରାମ ଷଡଙ୍ଗୀ ଓ ତାଲିମ ପ୍ରଶିକ୍ଷକ ଚକ୍ରଧର ନନ୍ଦ ଶିବିରରେ ତାଲିମ ପ୍ରଦାନ କରି ସୁସ୍ଥ ଜୀବନଶୈଳୀ ମା ଓ ଶିଶୁଙ୍କ ଯତ୍ନ ଉପରେ ବୁଝାଇଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ଡାକ୍ତର ଷଡଙ୍ଗୀ ସ୍ୱାସ୍ଥ୍ୟ ପରୀକ୍ଷା କରି ନିଃଶୁଳ୍କ ଔଷଧ ବଣ୍ଟନ କରିଥିଲେ। ମଧୁମେହ, ରକ୍ତଚାପ ପ୍ରଭୃତି ରୋଗୀଙ୍କୁ ନିୟମିତ ପରୀକ୍ଷା କରି ଔଷଧ ସେବନ କରିବା ସହିତ ନିକଟସ୍ଥ ଡାକ୍ତରଖାନା ଉପରେ ନିର୍ଭର କରିବାକୁ ପରାମର୍ଶ ଦେଇଥିଲେ। ଆୟୋଜିତ ଶିବିରକୁ ପ୍ରକଳ୍ପ ଯୋଜନା ପ୍ରବନ୍ଧକ ମାନସ ମହାନ୍ତି, ପ୍ରକଳ୍ପ ସଂଯୋଜକ ଭରତ ପ୍ରଧାନ, ସଞ୍ଜୀବ ସାହୁ, ସୁରେନ୍ଦ୍ର ଭୋଇ ପ୍ରମୁଖ ଏହାକୁ ପରିଚାଳନା କରିଥିଲେ।